ତୁମେବ ମାତା ସ ପିତା ତୁମେବଂ ତୁମେବ ବନ୍ଧୁ ସ ସଖା ତୁମେବଂ ତୁମେବ ବିଦ୍ୟା ଦେବଳଂ ତୁମେବ ତୁମେବ ସରଦେବ ମମ ଦେବ ଦେବ। ଅର୍ଥ ସପ୍ତବିଂଶ ଅଧ୍ୟାୟ। ପ୍ରକୃତି ପୁରୁଷ ବିଭେଦକ ଜ୍ଞାନ ଲାଭ ଦ୍ୱାରା ମୁଖ୍ୟ ପ୍ରାପ୍ତି ନିରୂପଣ। ଶ୍ରୀ ଭଗବାନ କହିଲେ, ହେ ମାତା, ଯେପରି ଜଳର ଶୀତଳତା ଚଞ୍ଚଳତା ଆଦି ଗୁଣ ସହିତ ଜଳରେ ପ୍ରତିବିମ୍ବିତ ସୂର୍ଯ୍ୟର କିରଣ ସମ୍ଭବ ନଥାଏ, ଠିକ୍ ସେହିପରି ପ୍ରକୃତିର କାର୍ଯ୍ୟରୂପ ଏହି ଶରୀରରେ ଆତ୍ମା ରହୁଥିଲେ ମଧ୍ୟ ଶରୀରର ସୁଖ ଦୁଃଖାଦି ଧର୍ମ ସହିତ ଆତ୍ମାର ବାସ୍ତବରେ କୌଣସି ସମ୍ବନ୍ଧ ନଥାଏ। କାରଣ ଆତ୍ମା ହେଉଛି ସ୍ୱଭାବତଃ ନିର୍ବିକାର, ଅକର୍ତ୍ତା ଓ ନିର୍ଗୁଣ। କିନ୍ତୁ ସେ ଯେତେବେଳେ ସେହି ପ୍ରକୃତି ଗୁଣମାନଙ୍କ ସହିତ ନିଜର ସମ୍ବନ୍ଧ ସ୍ଥାପନ କରିଦିଏ, ସେତେବେଳେ ସେ ଅହଙ୍କାର ମୋହିତ ହୋଇ ମୁଁ କର୍ତ୍ତା ବୋଲି ଭାବିବାକୁ ଲାଗେ। ସେହି ଅଭିମାନ ହେତୁ ସେ ଦେହ ସଂଘର୍ଷ ଜନିତ ପୁଣ୍ୟ ପାପ ରୂପୀ କର୍ମ ଦୋଷରୁ ନିଜର ଶାନ୍ତି ଓ ସ୍ୱାଧୀନତା ହରାଇ ବସେ। ଏହାଛଡ଼ା ଦେହାଭିମାନ ହେତୁ ହିଁ ସେ ଉତ୍ତମ ମଧ୍ୟମ ଓ ନୀଚ ଯୋନିମାନଙ୍କରେ ଉତ୍ପନ୍ନ ହୋଇ ସଂସାର ଚକ୍ରରେ ଘୂରିବୁଲେ। ଯେପରି ସ୍ୱପ୍ନରେ ଭୟ ଶୋକର କୌଣସି କାରଣ ନଥିଲେ ମଧ୍ୟ ସ୍ୱପ୍ନର ପଦାର୍ଥମାନଙ୍କୁ ସତ୍ୟ ବୋଲି ଭାବିବାରୁ ଦୁଃଖ ଶୋକ ହୁଏ। ସେହିପରି ଭୟ ଶୋକ ଅହତ୍ତ୍ୱ ମହତ୍ତ୍ୱ ଏବଂ ଜନ୍ମ ମରଣ ରୂପ ସଂସାରର କୌଣସି ସତ୍ତା ନଥିଲେ ମଧ୍ୟ ଅବିଦ୍ୟାବଶତଃ ବିଷୟ ଚିନ୍ତନ କରିବାକୁ ଜୀବର ଜନ୍ମ ମୃତ୍ୟୁ ଆବର୍ତ୍ତନ ସମାପ୍ତ ହୁଏ ନାହିଁ। ତେଣୁ ବୁଦ୍ଧିମାନ ମନୁଷ୍ୟ ବିଷୟ ଚିନ୍ତନ ରୂପୀ କୁମାର୍ଗରେ ଚାଲିଥିବା ଚିତ୍ତକୁ ପ୍ରଗାଢ଼ ଭକ୍ତି ଯୋଗ ଓ ବୈରାଗ୍ୟ ଦ୍ୱାରା ଧୀରେ ଧୀରେ ନିଜ ବଶରେ ରଖିବା ଆବଶ୍ୟକ। ଯେଉଁ ମନୁଷ୍ୟ ଯମାଦି ଯୋଗ ସାଧନା ଦ୍ୱାରା ଶ୍ରଦ୍ଧାପୂର୍ବକ ଅଭ୍ୟାସ କରି ଚିତ୍ତକୁ ବାରମ୍ବାର ଏକାଗ୍ର କରିବା ସହିତ ମୋ ପ୍ରତି ନିଷ୍କପଟ ନିର୍ମଳ ଭାବ ରଖନ୍ତି, ମୋ କଥା ଶ୍ରବଣ କରନ୍ତି, ସମସ୍ତ ପ୍ରାଣୀଙ୍କଠାରେ ସମଭାବ ରଖନ୍ତି, କାହାରି ସହିତ ଶତ୍ରୁତା କରନ୍ତି ନାହିଁ, ଆସକ୍ତି ତ୍ୟାଗ କରିଦିଅନ୍ତି, ତାହାଙ୍କର ବ୍ରହ୍ମଚର୍ଯ୍ୟ ମୌନ ବ୍ରତ ଓ ବଳିଷ୍ଠ ଅର୍ଥାତ୍ ଭଗବାନଙ୍କୁ ସମର୍ପିତ କରିଥିବା ସ୍ୱଧର୍ମରେ ଏହିପରି ସ୍ଥିତି ଆସିଯାଏ ଯେ ପ୍ରାରବ୍ଧ ଅନୁସାରେ ଯାହା କିଛି ମିଳିଯାଏ ସେଥିରେ ସେ ସନ୍ତୁଷ୍ଟ ରହନ୍ତି, ଯେ ପରିମିତ ଭୋଜନ କରନ୍ତି, ସଦା ଏକାନ୍ତରେ ରହନ୍ତି, ଶାନ୍ତ ସ୍ୱଭାବ, ସବୁରେ ମିତ୍ର, ଦୟାଳୁ ଓ ଧୈର୍ଯ୍ୟବାନ, ଯେ ପ୍ରକୃତି ଓ ପୁରୁଷଙ୍କର ବାସ୍ତବିକ ସ୍ୱରୂପକୁ ଅନୁଭବ କରି ସେଥିରୁ ପ୍ରାପ୍ତ ତତ୍ତ୍ୱଜ୍ଞାନ ହେତୁ ସ୍ତ୍ରୀ ପୁତ୍ରାଦି ସମ୍ବନ୍ଧୀୟମାନଙ୍କ ପ୍ରତି ତଥା ନିଜ ଦେହ ପ୍ରତି ମୁଁ ମୋର ଭାବରେ ମିଥ୍ୟା ଅଭିନିବେଶ ରଖନ୍ତି ନାହିଁ, ଯେ ବୁଦ୍ଧିରେ ଜାଗ୍ରତ ଆଦି ଅବସ୍ଥାରୁ ମଧ୍ୟ ଦୂରେଇ ରହନ୍ତି ତଥା ସର୍ବତ୍ର ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ଦେଖନ୍ତି ନାହିଁ, ସେ ଆତ୍ମଦର୍ଶୀ ମୁନି ହୋଇଯାନ୍ତି। ସ୍ୱଚକ୍ଷୁରେ ସୂର୍ଯ୍ୟଙ୍କୁ ଦେଖିଲା ପରି ସେ ନିଜ ଅନ୍ତଃକରଣରେ ହିଁ ପରମାତ୍ମାକୁ ଦର୍ଶନ କରନ୍ତି ଏବଂ ସେହି ମୁନି ହିଁ
ଅଦ୍ୱିତୀୟ ବ୍ରହ୍ମପଦ ପ୍ରାପ୍ତ ହୋଇଯାଆନ୍ତି। ବ୍ରହ୍ମ ହେଉଛି ଦେହାଦି ସକଳ ଉପାଧିରୁ ମୁକ୍ତ ଅହଙ୍କାରାଦି ମିଥ୍ୟା ବସ୍ତୁର ସତ୍ୟ ସ୍ୱରୂପର ଉଦ୍ଭାବିତ ତତ୍ତ୍ୱ ଜଗତର କାରଣଭୂତା ପ୍ରଭୃତିର ଅଧିଷ୍ଠାନ ମହଦାଦି କାର୍ଯ୍ୟବର୍ଗର ପ୍ରକାଶକ ଓ କାର୍ଯ୍ୟକରଣ ରୂପ ସକଳ ପଦାର୍ଥରେ ପ୍ରାପ୍ତ। ଯେପରି ଘର ଆଗରେ ଥିବା କୌଣସି ଜଳପାତ୍ରରେ ସୂର୍ଯ୍ୟର ଯେଉଁ ପ୍ରତିବିମ୍ବ ପଡ଼େ ତାହା ଘର କାନ୍ଥରେ ପ୍ରତିଭାତ ହୁଏ ଏବଂ କାନ୍ଥର ପ୍ରତିଭାସକୁ ଦେଖି ଘର ଲୋକେ ଜଳପାତ୍ରରେ ପ୍ରତିବିମ୍ବ ପଡ଼ିଥିବା ବିଷୟ ଜାଣିପାରନ୍ତି ଏବଂ ଜଳରେ ପଡ଼ିଥିବା ପ୍ରତିବିମ୍ବରୁ ଆକାଶରେ ଥିବା ସୂର୍ଯ୍ୟଙ୍କୁ ବି ଜାଣିପାରନ୍ତି। ଠିକ୍ ସେହିପରି ବୈକାରିକ ଆଦି ତ୍ରିବିଧ ଅହଙ୍କାର ଦେହ ଇନ୍ଦ୍ରିୟ ଓ ମନରେ ପଡ଼ୁଥିବା ପ୍ରତିବିମ୍ବ ଦ୍ୱାରା ଲକ୍ଷିତ ହୋଇଥାଏ ଏବଂ ସତ୍ ପରମାତ୍ମାଙ୍କର ପ୍ରତିବିମ୍ବ ସ୍ୱରୂପ ସେହି ଅହଙ୍କାର ଦ୍ୱାରା ସତ୍ୟ ଜ୍ଞାନ ସ୍ୱରୂପ ପରମାତ୍ମା ତତ୍ତ୍ୱକୁ ଅନୁଭବ କରିହୁଏ। ସୁଷୁପ୍ତି ସମୟରେ ଶବ୍ଦାଦି ସୂକ୍ଷ୍ମଭୂତ ଇନ୍ଦ୍ରିୟ ଓ ମନ ବୁଦ୍ଧି ଆଦି ଅଜ୍ଞାନରେ ଲୀନ ହୋଇଯାଉଥିଲେ ମଧ୍ୟ ପରମାତ୍ମା ତତ୍ତ୍ୱ ସ୍ୱୟଂ ଜାଗ୍ରତ ରହେ ତଥା ତାହା ସର୍ବଥା ଅହଙ୍କାର ଶୂନ୍ୟ ହୋଇଥାଏ। ଜାଗ୍ରତ ଅବସ୍ଥାରେ ଏହି ଆତ୍ମା ଭୂତ ସ୍ମଦି ଦୃଶ୍ୟବର୍ଗର ଦୃଷ୍ଟା ରୂପେ ସ୍ପଷ୍ଟ ଅନୁଭୂତ ହୁଏ, କିନ୍ତୁ ସୁଷୁପ୍ତି ସମୟରେ ନିଜର ଉପାଧି ଭୂତ ଅହଙ୍କାର ନାଶ ହୋଇଯିବାରୁ ସେହି ଆତ୍ମା ଭ୍ରମବଶତଃ ନିଜକୁ ନଷ୍ଟ ହୋଇଯାଇଥିବାର ପରି ବୋଧ କରେ। ଯେପରି ଧନ ନାଶ ହୋଇଗଲେ ମନୁଷ୍ୟ ନିଜେ ବି ନାଶ ହୋଇଗଲା ବୋଲି ବୋଧ କରେ ଏବଂ ଅତ୍ୟନ୍ତ ବ୍ୟାକୁଳ ହୋଇଉଠେ, ସେହି ଆତ୍ମା ବି ସେହିପରି ଅତ୍ୟନ୍ତ ବିବଶ ହୋଇ ନଷ୍ଟବ୍ରତ ହୋଇଯାଏ। ଏହିସବୁ ବିଷୟରେ ମନନ କରି ବିବେକୀ ପୁରୁଷ ନିଜର ଆତ୍ମାକୁ ଅନୁଭବ କରନ୍ତି। ଆତ୍ମା ହିଁ ହେଉଛି ଅହଙ୍କାର ସହିତ ସକଳ ତତ୍ତ୍ୱର ଅଧିଷ୍ଠାନ ଓ ପ୍ରକାଶକ। ଦେବହୂତି ପଚାରିଲେ, ପ୍ରଭୁ, ପୁରୁଷ ଓ ପ୍ରକୃତି ଉଭୟ ହେଉଛନ୍ତି ନିତ୍ୟ ଏବଂ ସେମାନେ ଏକ ଅନ୍ୟର ଆଶ୍ରୟରେ ରହନ୍ତି। ତେଣୁ ପ୍ରକୃତି ପୁରୁଷକୁ କଦାପି ଛାଡ଼ି ପାରିବ ନାହିଁ। ଗନ୍ଧ ଓ ପୃଥିବୀର ତଥା ରସ ଓ ଜଳର ପୃଥକ ପୃଥକ ସ୍ଥିତି ହୋଇପାରେ ନାହିଁ, ସେହିପରି ପୁରୁଷ ଆତ୍ମା ଓ ପ୍ରକୃତିର ଏକ ଆରେକକୁ ଛାଡ଼ି ରହିପାରିବେ ନାହିଁ। ତେବେ ପ୍ରକୃତିର ଆଶ୍ରୟ ନେଇ କର୍ମବନ୍ଧନରେ ପଡ଼ୁଥିବା ଅକର୍ତ୍ତା ପୁରୁଷ ପ୍ରକୃତିର ଗୁଣ ଆଉ ଥାଉ ଥାଉ କିପରି ବା କୈବଲ୍ୟ ପଦ ଲାଭ କରିପାରିବ? ଯଦି ବା ତତ୍ତ୍ୱ ବିଚାର କଲେ ଏହି ସଂସାର ବନ୍ଧନରେ ତୀବ୍ର ଭୟ ନିବୃତ୍ତ ହୋଇଯିବ, ତଥାପି ଏହି ବନ୍ଧନରେ କାରଣଭୂତ ପ୍ରକୃତ ଗୁଣମାନେ ନଷ୍ଟ ନ ହେଲେ ସେହି ବନ୍ଧନ ଭୟତଃ ପୁନର୍ବାର ଉପସ୍ଥିତ ହୋଇପାରେ। ଶ୍ରୀ ଭଗବାନ କହିଲେ, ଅଗ୍ନିର ଉପସ୍ଥିତି ସ୍ଥଳ ଅରଣି ଯେପରି ତା ନିଜ ଭିତରୁ ଉତ୍ପନ୍ନ ହୋଇଥିବା ଅଗ୍ନି ଦ୍ୱାରା ଜଳି ଭସ୍ମ ହୋଇଯାଏ, ନିଷ୍କାମ ଭାବରେ ସ୍ୱଧର୍ମ ପାଳନ କଲେ ସେହିପରି ଅନ୍ତଃକରଣର ଶୁଦ୍ଧ ହୋଇଯିବ ଏବଂ ତା ଫଳରେ ବହୁ ସମୟ ଧରି
ଭଗବତ୍ କଥା ଶ୍ରବଣ ହେତୁ ସ୍ପଷ୍ଟ ହୋଇଥିବା ତୀବ୍ର ଭକ୍ତି ଦ୍ୱାରା ତତ୍ତ୍ୱ ସାକ୍ଷାତ୍କାର କରାଯାଉଥିବା ଜ୍ଞାନ ଦ୍ୱାରା ପ୍ରବଳ ବୈରାଗ୍ୟ ଦ୍ୱାରା ବ୍ରତ ନିୟମାଦି ସହିତ କରାଯାଉଥିବା ଧ୍ୟାନାଭ୍ୟାସ ଦ୍ୱାରା ଏବଂ ଚିତ୍ତର ପ୍ରଗାଢ଼ ଏକାଗ୍ରତା ଦ୍ୱାରା ପୁରୁଷର ପ୍ରକୃତି ଅବିଦ୍ୟ ଦିନ ରାତି କ୍ଷଣ ହୋଇ ହୋଇ ଧୀରେ ଧୀରେ ଲୀନ ବା ନିଶ୍ଚିହ୍ନ ହୋଇଯିବ। ଏହି ରୂପେ ପ୍ରକୃତିକୁ ଭାଗ କରିସାରି ତ୍ୟାଗ କରିଦେଲେ ଓ ଅନୁକ୍ଷଣ ସେଥିରେ ଦୋଷ ଦର୍ଶନ କରିଥିଲେ ସେହି ପ୍ରକୃତି ଆତ୍ମା ସ୍ୱରୂପରେ ଅବସ୍ଥିତ ଓ ବନ୍ଧନମୁକ୍ତ ହୋଇଯାଇଥିବା ପୁରୁଷର କୌଣସି ପ୍ରକାରେ କ୍ଷତି କରିପାରେ ନାହିଁ। ଯେପରି ଶୋଇଥିବା ବ୍ୟକ୍ତି ସ୍ୱପ୍ନରେ ଯେତେ ସବୁ ଅନର୍ଥ ଅନୁଭବ କଲେ ଜାଗ୍ରତ ହୋଇଥିବା ପରେ ତାହା ସେହି ସବୁ ଅନୁଭବ ପ୍ରତି କୌଣସି ପ୍ରକାର ମୋହ ରହେ ନାହିଁ, ସେହିପରି ଯାହାଙ୍କୁ ତତ୍ତ୍ୱଜ୍ଞାନ ହୋଇଯାଏ ଏବଂ ଯେ ନିରନ୍ତର ମୋଠାରେ ହିଁ ମନ ଲଗାଇଥାନ୍ତି, ପ୍ରକୃତି ସେହିଭଳି ଆତ୍ମାରାମ ମୁନିଙ୍କ କୌଣସି ପ୍ରକାର ଅନିଷ୍ଟ କରିପାରେ ନାହିଁ। ମନୁଷ୍ୟ ଯଦି ଅନେକ ଜନ୍ମ ଧରି ବହୁ ସମୟ ପର୍ଯ୍ୟନ୍ତ ଏହିପରି ଆତ୍ମଚିନ୍ତନରେ ହିଁ ନିମଗ୍ନ ରହିବ, ତେବେ ତାଙ୍କୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ସକଳ ପ୍ରକାର ଭୋଗରୁ ବୈରାଗ୍ୟ ଆସିଯିବ। ମୋର ସେହିଭଳି ଧୈର୍ଯ୍ୟବାନ ଭକ୍ତ ମୋର ମହତୀ କୃପାରୁ ହିଁ ତତ୍ତ୍ୱଜ୍ଞାନ ପାଇ ଆତ୍ମାନୁଭବ ଦ୍ୱାରା ସକଳ ସଂଶୟରୁ ମୁକ୍ତ ହୋଇଯିବ ଏବଂ ତାପରେ ଲିଙ୍ଗ ଶରୀର ନାଶ ହୋଇଗଲେ ସେ ଏକମାତ୍ର ମୋର ହିଁ ଆଶ୍ରିତ ହୋଇ ନିଜର ସ୍ୱରୂପଭୂତ କୈବଲ୍ୟ ସଙ୍ଗକ ମଙ୍ଗଳମୟ ଅପୁନରାବର୍ତ୍ତୀ ପଦ ସହଜରେ ପାଇଯିବ। ସେହି ପଦରେ ପହଞ୍ଚିଗଲେ ଯୋଗୀ ଆଉ ଫେରି ଆସେ ନାହିଁ। ଯଦି ଯୋଗୀର ଚିତ୍ତ ଯୋଗସାଧନା ଦ୍ୱାରା ବୃଦ୍ଧି ପାଇଥିବା ମାୟାମୟୀ ଅଣିମାଦି ସିଦ୍ଧିରେ ବାନ୍ଧି ହୋଇ ନଯିବ, ତେବେ ଯୋଗୀ ମୋର ସେହି ଅବିନାଶୀ ପରମ ପଦ ପାଇଯିବ, ଯାହା ଉପରେ କି ମୃତ୍ୟୁର କୌଣସି ପ୍ରଭାବ ପଡ଼େ ନାହିଁ। ଯୋଗ ସାଧନା ଫଳରେ ହିଁ ଅଣିମାଦି ସିଦ୍ଧି ମିଳିଥାଏ ଏବଂ ଏହା ଯୋଗୀର ମାର୍ଗରେ ବିଘ୍ନ ଘଟିପାରେ। ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟ ତୃତୀୟସ୍କନ୍ଧେ କପିଳେଜୋପାଖ୍ୟାନେ ସପ୍ତବିଂଶୋऽଧ୍ୟାୟः।